बीएम सर आपण जे बीएम सर एकी जदी जानि एबे जानिचंत ना कथा कोन हेछि आपण जानछन सब जानि छै आपण वीडियो बंद करू वीडियो बंद हबो नै आपण से तो आपण कथा ही करिए चलो हवन तो ठीक है चलो हां ठीक है आपण यूट्यूबर आपण यूट्यूबर भाबो अच्छा अच्छा वीडियोटा कोन होछि वीडियोटा मते एई जिनसटा मते बुझेई दियंतु तापर वीडियो मु वीडियोटा बंद करू वीडियो बंद करबिनी बा धन छात्र कोन वीडियो कोन के फाइनेंस की तमरा আমার এসকেএস র পয়সা দেই আসলে 10টা কিস্তি अच्छा আমার 3টা কিস্তি আছে মত করে যে আছে তোমার 7টা কিস্তি अच्छा এই র কেতে পয়সা সে নোটিকি নবুছন তার মিছ সদ কইকি তো সাংমানে আজির আউ এক নিউ ভিডিও আপন মানক মু স্বাগত জনাউছি এবং আশা করছি আপন মানে সমস্ত বহুত হি ভালো থিবে এবং মু মধ্যে পুরা বহুত হি ভালো অছি। তো আজির ভিডিও সাংমানে মু আপন মানক জଣାইবি আজির সমাজরে যে ভাই ভৌণী মানে এবং যে প্রত্যেক ঘরের লোক মানে যে কিস্তি উঠাউছন্তি বা ফাইনান্স লোন উঠাউছন্তি কিভাবে ভাবে আজির দুনিয়ারে যাহা কি ফ্রড স্ক্যাম রে শিকার হউছন্তি তা মু আজি আপন মানক জଣାইবি এবং মু আশা করছি আপন মানে ভিডিওটি পুরা শেষ পর্যন্ত দেখিবে এবং চালন্তু ভিডিওটি আরম্ভ করিবা। তো সাংগ মানে আপন মানে তো জানিথিবে আজকালির যে ঘটনা ঘটুছি সমাজরে যে আম ভଳି বহুত হি গরিব লোক মানে যেকୌଣସି কাম করিয়া পাই যেমিতি কি ফোন কিଣିবাটে হଉ কি ঘরের যেকୌଣସି ବି কাম ହଉ ସେ ସବୁ କାମ କରିବା ପାଇଁ ତାଙ୍କ ପାଖରେ ଏତେ ଟଙ୍କା ବି ନାହିଁ ଯେ ଏକା ଥରକରୁ ଏକା ମୋଟରେ ତାଙ୍କ କାମକୁ ସେମାନେ ସମାପ୍ତ କରିପାରିବେ। ତେଣୁକରି ସେମାନେ ନ କରିପାରିବା ଦ୍ୱାରା ସେମାନେ ଫାଇନାନ୍ସ କିମ୍ବା କିସ୍ତି ଲୋନ ର ସାହାରା ନେଇଥାନ୍ତି ଯୋଉଟା କି ସେମାନଙ୍କୁ ତାହା ସାହାଯ୍ୟ କରିଥାଏ। ଯେମିତି କି ବାଜାଜ ଫିନସର୍ଭ ଆଉ ଏସକେଏସ୍ ଏମିତି କି ବିଭିନ୍ନ ପ୍ରକାରର ଲୋନ ର ଲିମିଟେଡ୍ କମ୍ପାନୀ ଯାକ ଅଛି ଯୋଉଟା କି ଲୋନ ପ୍ରୋଭାଇଡ କରିଥାନ୍ତି ଗରିବ ଲୋକମାନଙ୍କୁ ଏବଂ ଲୋନ ନେବା ପରେ ସେମାନଙ୍କୁ ଯୋଉ ମାସିକ କିସ୍ତି କିମ୍ବା ସାପ୍ତାହିକ କିସ୍ତି ସେମାନଙ୍କୁ ବିଭିନ୍ନ ଧରଣର ଆମାଉଣ୍ଟ ପଡିଥାଏ ସେମାନଙ୍କୁ କିସ୍ତି ଦେବା ପାଇଁ ପ୍ରତ୍ୟେକ ମାସ ଏବଂ ପ୍ରତ୍ୟେକ ସପ୍ତାହ। ଯଦି ଆପଣ ମାନଙ୍କର କିସ୍ତି 950 ଟଙ୍କା ଅଛି ତ ଆପଣ ମାନେ ପ୍ରତି ମାସ ଦେବେ 950 ଟଙ୍କା ଏବଂ ତାର ନିର୍ଦ୍ଧାରିତ ହୋଇଯାଏ ଯେ ଆପଣ ମାନେ ବର୍ଷ ଦେବେ କି 2 ବର୍ଷ ଦେବେ ଏବଂ ଏତିକି ଦିନ ଭିତରେ ଆପଣ ମାନେ ଦେଲେ ଆପଣଙ୍କୁ କିସ୍ତିଟି ଚୁକ୍ତି ହେବ ବା ସମାପ୍ତ ହେବ। ତା ଆପଣ ଯେତେବେଳେ କିସ୍ତି ଉଠେଇଥିବେ ସେତେବେଳେ ଆପଣଙ୍କୁ ସେମାନେ ନିର୍ଦ୍ଦେଶ ଦେଇଥିବେ। ଆପଣ ମାନେ ତ ଜାଣିଥିବେ ବାଲେଶ୍ୱର ଡିକେ ଅଫିସିଆଲ ଭାଇ ଯିଏ କି ଛୋଟ ମକାନି ଦୋକାନୀଟିଏ ଭାଇ ଏବଂ ସେ କିଛି ମାତ୍ରାରେ ଲୋନ ଉଠେଇଥିଲେ ଯୋଉଟା କି ଏସକେଏସ୍ ଫାଇନାନ୍ସ ଗ୍ରୁପ ଏବଂ ସେଥିରେ ତାଙ୍କର ସାପ୍ତାହିକ କିସ୍ତି ହଉଛି 550 ଟଙ୍କା କିନ୍ତୁ ସେ ଜାଣିନଥିଲେ ଯେ ତାଙ୍କର ମାନେ ଆମାଉଣ୍ଟ 550 ଟଙ୍କା କିନ୍ତୁ ସେମାନେ କେତୋଟି ସପ୍ତାହ 6 କି 5 ସପ୍ତାହ ହବ ସେମାନେ 600 ଟଙ୍କା ଦେଇଥିଲେ କିନ୍ତୁ ଭାଇ ଭଉଣୀ ମାନେ ଯେ ମାନେ ଅଧେ କଥା ବୁଝି ପାରୁନାହାନ୍ତି ଯେ ସେ କହୁଛନ୍ତି ତମ ପାଖରେ ରସିଦ ଥିଲା ତମେ କେମିତି ଜାଣିପାରିଲନି ମାନେ ମୋ ପାଖରେ ରସିଦ ଥିଲାନି ମୁଁ ଯେବେ ବି ତାଙ୍କୁ ମାଗେ ରସିଦ ଦିଅ ସେ କୁହନ୍ତି ଆମ ମେସିନ ଖରାପ ଯେ ସାର୍ ଆସନ୍ତି ଆମକୁ ଗ୍ରୁପକୁ ସେ ସାର୍ କୁହନ୍ତି ଆମ ମେସିନ ଖରାପ ଆଉ ମେସିନ ଠିକ ହେଲେ ଦିଆଯିବ। ଯେବେ ମତେ ଟିକେ ମୁଁ ଯାଇଥିନି କାଲି ସୁଝିବା ପାଇଁ ରସିଦଟା ଯେତେବେଳେ ବାହାର କରିନି ଦେଖିଲାକୁ 550 ସେଇପାଇଁ ହିଁ କଥାଟା ଭଇଲେ ନହେଲେ ଆମେ ତ ଆହୁରି 31ଟା କିସ୍ତି ଦେଇ ଚାଲିଥାନ୍ତେ। ସେମାନେ ଜାଣିନଥିଲେ ଏବଂ ସେମାନେ ଆର୍ଗୁ ମଧ୍ୟ କରିଥିଲେ ଯୋଉ କିସ୍ତି ଭାଇ ଯୋଉମାନେ ଯୋଉ କଲେକ୍ଟ କରିବା ପାଇଁ ଆସନ୍ତି ପଇସା ସେମାନେ ମାଗିଥିଲେ କିନ୍ତୁ ସେ ଯୋଉ ଭାଇ ମାନେ ଯାଆନ୍ତି ଯୋଉ କଲେକ୍ଟ କରିବା ପାଇଁ ସେମାନେ କହିଲେ କି ଆମ ମେସିନ ଖରାପ ଅଛି ଏବଂ ମେସିନ ଠିକ ହେଲେ ଦେଇଦେବେ କିନ୍ତୁ ସେମିତି କେତେ ସପ୍ତାହ ଗଡିଗଲା ହେଲେ ମଧ୍ୟ ସେମାନଙ୍କୁ ତାର ସମାଧାନ ମିଳିଲା ନାହିଁ। ତ ତେଣୁକରି ସେମାନେ ବାଧ୍ୟ ହୋଇ ସେ ଅଫିସକୁ ଗଲେ ଏବଂ ସେଠି ଯେତେବେଳେ ପ୍ରିଣ୍ଟ ଆଉଟ ବାହାର କରିକି ଜାଣିବାକୁ ପାଇଲେ ଯେ ତାଙ୍କର ସାପ୍ତାହିକ କିସ୍ତିଟି ହଉଛି 600 ଟଙ୍କା ନୁହେଁ ମାତ୍ର 550 ଟଙ୍କା ତେଣୁ ସେମାନେ ଜାଣିପାରିଲେ ଯେ ଆମେ କଣ ପାଇଁ ଏକ୍ସଟ୍ରା 50 ଟଙ୍କା ଦଉଥିଲେ ଏବଂ ସେଇ ଅଫିସରଙ୍କ ପାଖକୁ ଯେତେବେଳେ ଗଲେ ଫାଇନାନ୍ସ ଅଫିସକୁ ଗଲେ ସେତେବେଳେ ସେମାନଙ୍କ ସହ କିଭଳି ଭାବରେ ବ୍ୟବହାର କରୁଛନ୍ତି ଆପଣ ମାନେ ଭିଡିଓଟିକୁ ଦେଖନ୍ତୁ। ଡିସ୍କସନ କରିବା ଯଦି କଥାଟା ଶୁଣି ସାରିବୁ ତାପରେ କରିବେ ଭିଡିଓଟା ବନ୍ଦ କରନ୍ତୁ नहीं नहीं कोन ଏଟା ବନ୍ଦ କରି କଥା ହଉନାହାନ୍ତି नहीं कहूनांती आमे जाऊ ना आमे आपन सपोर्ट किछि दरकार नहीं जा कथा बा एठी कथा बा बीएम सर आपण जे बीएम सर एकी जदी जानि एबे जानिचंत ना कथा कोन हेछि आपण जानछन सब जानि छै आपण वीडियो बंद करू वीडियो बंद हबो नै आपण से तो आपण कथा ही करिए चलो हवन तो ठीक है चलो हां ठीक है आपण यूट्यूबर आपण यूट्यूबर भाबो अच्छा अच्छा वीडियोटा कोन होछि वीडियोटा मते एई जिनसटा मते बुझेई दियंतु तापर वीडियो मु वीडियोटा बंद करू वीडियो बंद करबिनी बा धन छात्र कोन वीडियो कोन এই কেসটি সাংগ মানে ବହୁତ ଛୋଟ କେସ୍ ନୁହଁ। ଏମିତି କି ଦେଖନ୍ତୁ ସେ ତ ଜଣେ ୟୁଟ୍ୟୁବର ଭାଇ ହେଇକି ଯଦି ସେମାନେ ଶିକାର ମାନେ ଠକେଇର ଶିକାର ହେଉଛନ୍ତି ତ ଏମିତି ତ ସମାଜରେ କେତେ ଗରିବ ଲୋକମାନେ ଅଛନ୍ତି କେତେ ମାନେ ଯୋଉଟା କି ଶିକ୍ଷା କଣ ସେମାନେ ଜାଣିନାହାନ୍ତି ଆଉ ସେମିତି ତ ଅଫିସର ମାନେ କେତେ କଣ କହିକି ସେମାନଙ୍କ ପାଖରୁ 1000 ଟଙ୍କା 100 ଟଙ୍କା ଠକି ନଉନଥିବେ ବୋଲି କଣ ମାନେ ଅଛି। ତ ଏଇ ଭିଡିଓ ମାଧ୍ୟମରେ ମୁଁ ଆପଣ ମାନଙ୍କୁ ଜଣେଇବାକୁ ଚାହୁଁଛି ଯେ ଆପଣ ମାନେ ଯଦି କିଛି କିସ୍ତି ଉଠେଇଛନ୍ତି ଲୋନ ଉଠେଇଛନ୍ତି ତ ଆପଣ ମାନେ ଯେଉଁ ଅଫିସରଙ୍କୁ କି ଯୋଉ ସାରଙ୍କୁ ବି କିସ୍ତି ଆମାଉଣ୍ଟ ଦଉଛନ୍ତି ତ ଦେବା ପରେ ଆପଣ ସେମାନଙ୍କୁ ରସିଦ ମାଗିବା ପାଇଁ ନିଶ୍ଚୟ କହିବେ ଯେ ଆପଣ ମାନଙ୍କର କିସ୍ତି କେତେ ଟଙ୍କା ଅଛି ଭଲ ଭାବରେ ବୁଝି ସୁଝିକି ଆପଣ ମାନେ ପଇସା ଦିଅନ୍ତୁ।
ନହେଲେ ଆପଣ ମାନେ ମଧ୍ୟ ଏମିତି ଠକେଇର ଶିକାର ହେବେ। ତ ଏବଂ ଡିକେ ଭାଇଙ୍କ ସହ କିଭଳି ଭାବରେ ହେଲା ଆପଣ ମାନେ ତ ଦେଖିପାରିଲେ। ଏଇ କେସଟି ଆଜ୍ଞା ବହୁତ ଛୋଟ କେସ୍ ନୁହଁ, କାରଣ ଏଇ କେସଟି କୋର୍ଟ ମଧ୍ୟ ଯାଇ ସାରିଲାଣି। ଡିକେ ଭାଇ ବାଧ୍ୟ ହେଲେ କୋର୍ଟରେ କେସ୍ କରିବା ପାଇଁ, କାରଣ ତାଙ୍କ ଉପରୁ ଧମକ ଆସିଲା ଯେ ତମେ ଏମିତି କଣ ପାଇଁ କଲ, ସେମିତି କଣ ପାଇଁ କଲ। ଆରେ ଭାଇ ସେମାନେ ଜାଣିନଥିଲେ ବୋଲି ସିନା ସେମାନେ 600 ଟଙ୍କା ଦେଇଦେଲେ, କିନ୍ତୁ ତମେ ଜାଣିକି ବି କଣ ପାଇଁ 50 ଟଙ୍କା ଏକ୍ସଟ୍ରା ନେଲ, ସେତିକି ହିଁ ବାସ୍ ଆମର କ୍ୱେଶ୍ଚେନ୍। ଏବଂ ଡିକେ ଭାଇ ବହୁତ ହିଁ ହଇରାଣରେ ବର୍ତ୍ତମାନ ଅଛନ୍ତି, କାରଣ ସେ ଗୋଟେ ଛୋଟ ମକା ଦୋକାନଟିଏ ତାଙ୍କର ଅଛି ଏବଂ ସେଥିରେ ସେ କିଛି ସୋସିଆଲ ମିଡିଆରେ ଭିଡିଓ ଅପଲୋଡ କରି କିଛି ପଇସା ଇନକମ କରନ୍ତି। ତ ସେଥିରେ ତାଙ୍କୁ ଧମକ ଚମକ ମଧ୍ୟ ଦଉଛନ୍ତି, କହୁଛନ୍ତି କି ଭିଡିଓ କଣ ପାଇଁ କରୁଛ, ଭିଡିଓ କଣ ପାଇଁ ବନଉଛ। ଆରେ ଭାଇ ସେ ତମର ଭୁଲ ଅଛି ବୋଲି ସିନା ସେ ତମକୁ ତମ ଅଫିସକୁ ଯାଇକି ଭିଡିଓ ବନେଇ ପାରିଲେ। ତମେ ଯଦି ତାଙ୍କୁ 50 ଟଙ୍କା ଏକ୍ସଟ୍ରା ନେଇ ପାରୁଛ, ସେ ତାଙ୍କର ଭୁଲ ନାହିଁ କଣ ପାଇଁ ସେ ଭିଡିଓ କରିବେନି। ତ ଆପଣ ମାନଙ୍କୁ ମୁଁ ଗାଇସ୍ ଏତିକି କହିବାକୁ ଚାହୁଁଛି, ଆପଣଙ୍କ ବାପା ମା ହଉ କି ଆପଣଙ୍କ ଘରେ କି ଆପଣଙ୍କ ଏରିଆରେ ଯୋଉମାନେ ବି ଲୋନ ଫୋନ ଉଠେଇଛନ୍ତି, କିସ୍ତି ମିସ୍ତି ଉଠେଇଛନ୍ତି, ତ କିସ୍ତି ଯୋଉ କିସ୍ତି ଅଫିସର ମାନେ ଯାଉଛନ୍ତି ଆପଣଙ୍କ ଏରିଆକୁ କିସ୍ତି ପଇସା କଲେକ୍ଟ କରିବା ପାଇଁ, ମାସିକ ହଉ କି ସାପ୍ତାହିକ ହଉ, ସେମାନଙ୍କୁ ପଇସା ଦେବା ପୂର୍ବରୁ ସେମାନଙ୍କୁ ପ୍ରଥମେ ପଚାରିବ ଏବଂ ତାର ରସିଦ ମଧ୍ୟ ମାଗିବ ପଇସା ଦେଲା ପରେ, ଯେ ଆମର ଆମାଉଣ୍ଟ କେତେ ଟଙ୍କା ଆଉ କେତେ ମାସ ବାକି ଅଛି। କେ ଫାଇନାନ୍ସ କି ତମର? ଆମର ଏସକେଏସ ର ପଇସା ଦେଇ ଆସିଲେ 10ଟା କିସ୍ତି, ଆଚ୍ଛା ଆମର 3ଟା କିସ୍ତି ଅଛି। ମତେ କର ଯୋଉ ଅଛି ତମର 7ଟା କିସ୍ତି, ଆଚ୍ଛା ଏଇର କେତେ ପଇସା ସେ ନୋଟିକି ନଉଛନ୍ତି ତାହେଲେ ମିଛ ସତ କହିକି। ଆଉ ଏମିତି ବିଭିନ୍ନ ବି ଅଛି, ଆପଣଙ୍କର 12ଟା କିସ୍ତି ଥିବ ଯୋଉଟା କି 12 ମାସ କିସ୍ତି ଥିବ, ସେମାନେ ତମେ 11ଟା ଦେଇଥିବ, ତାପରେ କହିବେ ତମର ଆଉ 3ଟା କିସ୍ତି ବାକି ଅଛି, 2ଟା କିସ୍ତି ବାକି ଅଛି। ଆରେ ତମେ ତ ଜାଣିଥିବ ତମର ତ 2ଟା କିସ୍ତି ଥିଲା ବାକି, 3ଟା କିସ୍ତି କେମିତି ହେଲା। ଏମିତି ଆଜ୍ଞା ବହୁତ କେସ୍ ହେଇଛି। ତ ଆପଣ ମାନେ ଦବା ପୂର୍ବରୁ ଯେତିକି ବି ମାସ ଦଉଛନ୍ତି ଭଲରେ ଭାବି ଚିନ୍ତିକି ଦିଅନ୍ତୁ, କାରଣ ସମାଜରେ ବହୁତ କିଛି ଫ୍ରଡ ସ୍କାମ ମଧ୍ୟ ହଉଛି ଏବଂ ଏଇ ଭିଡିଓ ମାଧ୍ୟମରେ ମୁଁ ତାହା ଏହା ହିଁ ଜଣେଇ ଦେବାକୁ ଚାହୁଁଛି। ତ ସାଙ୍ଗମାନେ ଡିକେ ଭାଇ ଯୋଉ ସେଇ ଅଫିସକୁ ଯାଇକି ବିରୋଧ କରିଥିଲେ, ଯେ ଅଭିଯୋଗ କରିଥିଲେ ଯେ ଆମର ଆମାଉଣ୍ଟ ହଉଛି 550 ଟଙ୍କା ଏବଂ ତାଙ୍କୁ ଯୋଉ ଅଫିସର ତାଙ୍କ ପାଖରୁ ଯାଇକି 600 ଟଙ୍କା ଆଣିଥିଲେ, ତାହା ପଚାରିବାରୁ ତାଙ୍କ ଅଫିସର କିଛି ସହଯୋଗୀ ମାନେ ତାଙ୍କୁ ବିରୋଧ କରିଥିଲେ ଭିଡିଓ କରିବା ପାଇଁ ଏବଂ ସେ ବାଧ୍ୟ ହେଲେ ଏଇ କେସଟିକୁ କୋର୍ଟରେ ଚାଲାଣ କରିବା ପାଇଁ ଏବଂ ପୋଲିସ ଷ୍ଟେସନରେ ମଧ୍ୟ ଏଫଆଇଆର ଜାରି କରିଛନ୍ତି। तो फाइनाली गाइस आपण मान तो भिडियोटी को संपूर्ण भाव में देखि सारे एवं भिडियोटी केमिति लागला कमेंट निहाती जणैबे एवं जदि भी आपनकर कोनोसी संपर्कीय किस्ती बा फाइनांस लोन जेकोसी फाइनांस लिमिटेड कंपनी रु लोन नेउचंदी तो तांको ई भिडियोटी निहाती भाव में शेयर करिवे जे से भी किभଳି भाव में सावधान हो जातु एमती फ्रॉड स्कैम रे शिकार जमती न हुंतु मु आशा करूची एवं भिडियोटी केमिति लागला कमेंट निहाती जणैबे एवं जदि आपण माने न्यू करी मो चैनल रे भिडियो देखुचंदी तो चैनल को सब्सक्राइब कर देबे एवं एति कोइ मु मोर भिडियोटी को समाप्त करूची। धन्यवाद।